ମୃତ ଦାଦନ ଶ୍ରମିକଙ୍କ ଶବ ଆଜି ପହଞ୍ଚିଲା ଗାଁରେ। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପୁଆ ଗାଁର ଧବଳେଶ୍ୱର ସେଠ ଦାଦନ ଶ୍ରମିକ ଭାବେ ତାମିଲନାଡୁର ଭେପୋଡାଇସ୍ଥିତ ରାୟଗୁରୁ ଟେକ୍ସଟାଇଲ ପ୍ରାଇଭେଟ ଲିମିଟେଡ ନାମକ ଏକ ଘରୋଇ କମ୍ପାନୀରେ ଦୀର୍ଘ ଦିନ ହେବ କାମ କରୁଥିଲେ। କିନ୍ତୁ ଗତ 17 ତାରିଖରେ କେହି ଦୁର୍ବୃତ୍ତ ଧବଳେଶ୍ୱରଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ ପରିବାର ଲୋକେ। ଅନ୍ୟପଟେ ମୃତଦେହର ବ୍ୟବଚ୍ଛେଦ ସରିଥିଲେ ମଧ୍ୟ ଆର୍ଥିକ ଅନାଟନ ଯୋଗୁଁ ମୃତଦେହ ଆଣିବାକୁ ଅକ୍ଷମ ପରିବାର ଜିଲ୍ଲା ପ୍ରଶାସନ ପାଖରେ ଗୁହାରି କରିଥିଲେ। ଫଳରେ ଜିଲ୍ଲା ପ୍ରଶାସନ ଚେଷ୍ଟାରେ ଆଜି ଧବଳେଶ୍ୱରଙ୍କ ମୃତଦେହ ପହଞ୍ଚିଛି ନୂଆ ଗାଁରେ। ଫଳରେ ଗାଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତଦେହ ପହଞ୍ଚିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ଅଧିକାରୀ ବିଲେଶ୍ୱର ଖାକା, ତରଭା ବିଡିଓ ଗଙ୍ଗାରାମ କୁଡେ, ତରଭା ତହସିଲଦାର ତୁଳା ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।